ପୁଣି ଏକ ସୁନ୍ଦର ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ପିଲାମାନେ ଆମେ ଆଜି ଜାଣିବା ଭାରତୀୟ ସମ୍ବିଧାନର ଦୃଷ୍ଟି ବିଷୟରେ। ଏହି ଟପିକଟି ପିଲାମାନେ ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ୟୁନିଟ୍ 5ର ଏକ ଟପିକ୍ ଅଟେ। ଏହା ତୁମର ଆନ୍ୟୁଆଲ ଏକ୍ଜାମରେ 3 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ତା ସହିତ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ଆହୁରି ଟପିକ୍ ଗୁଡ଼ିକୁ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ତ ଚାଲ ପିଲାମାନେ ଆରମ୍ଭ କରିବା ଆଜିର ଟପିକ୍ ଭାରତୀୟ ସମ୍ବିଧାନର ଦୃଷ୍ଟି। ଭାରତୀୟ ସମ୍ବିଧାନର ଦୃଷ୍ଟି। ପିଲାମାନେ ତମେମାନେ ଯଦି ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ଠିକ୍ସେ ଅନୁଧ୍ୟାନ କରିବ ତାହେଲେ ସେଇଠି ତୁମେ ଭାରତୀୟ ସମ୍ବିଧାନର ଦୃଷ୍ଟି ବିଷୟରେ ଜାଣିପାରିବ। ଭାରତୀୟ ସମ୍ବିଧାନର ମୁଖବନ୍ଧ କହିଲେ ପିଲାମାନେ ପ୍ରିଏମ୍ବୁଲକୁ ହିଁ କୁହାଯାଇଥାଏ। ପ୍ରିଏମ୍ବୁଲରେ ଭାରତୀୟ ସମ୍ବିଧାନର ଦୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଭିଡ଼ିଓରେ ପିଲାମାନେ ଆମେ ସର୍ବମୋଟ 11ଟି ପଏଣ୍ଟ ବିଷୟରେ ଆଲୋଚନା କରିବା। ଯଦି ତୁମର ପରୀକ୍ଷାରେ ସମ୍ବିଧାନର ଦୃଷ୍ଟି ବିଷୟରେ ପ୍ରଶ୍ନ ଆସେ ତାହେଲେ ତୁମେ ଏହି 11ଟି ପଏଣ୍ଟକୁ ଲେଖିଦେଲେ ମଧ୍ୟ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ତ ଚାଲ ପିଲାମାନେ ଗୋଟି ଗୋଟି କରି ଆରମ୍ଭ କରିବା ଭାରତୀୟ ସମ୍ବିଧାନର ଦୃଷ୍ଟି। ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିବା। ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବା। ସାର୍ବଭୌମ ରାଷ୍ଟ୍ର କହିଲେ ପିଲାମାନେ ଯେଉଁ ରାଷ୍ଟ୍ରରେ ସମସ୍ତ କ୍ଷମତାର ଅଧିକାରୀ ଲୋକମାନେ ଥିବେ ସେହିପରି ରାଷ୍ଟ୍ରକୁ ସାର୍ବଭୌମ ରାଷ୍ଟ୍ର ବୋଲି କୁହାଯାଏ। ଏବଂ ଭାରତୀୟ ସମ୍ବିଧାନର ଏକ ଦୃଷ୍ଟି ଥିଲା ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବା। ଭାରତକୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା। ଗଣତନ୍ତ୍ର ରାଷ୍ଟ୍ର କହିଲେ ପିଲାମାନେ ଯେଉଁ ଦେଶର ଲୋକମାନେ ନିଜେ ନିଜକୁ ଶାସନ କରିଥାନ୍ତି ସେହିପରି ରାଷ୍ଟ୍ରକୁ ଗଣତନ୍ତ୍ର ରାଷ୍ଟ୍ର କୁହାଯାଏ। ଏବଂ ଭାରତୀୟ ସମ୍ବିଧାନର ଏକ ଦୃଷ୍ଟି ଥିଲା ଭାରତକୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା। ପରବର୍ତ୍ତୀ ଭାରତୀୟ ସମ୍ବିଧାନର ଦୃଷ୍ଟିଟି ହେଉଛି ପିଲାମାନେ ଭାରତକୁ ଭବିଷ୍ୟତରେ ଶାସନ ପାଇଁ ଏକ ସମ୍ବିଧାନ ପ୍ରଣୟନ କରିବା। ପରବର୍ତ୍ତୀ ଭାରତୀୟ ସମ୍ବିଧାନର ଦୃଷ୍ଟି ହେଉଛି ଭାରତୀୟ ପ୍ରଦେଶ, ତା ସହିତ ଭାରତ ସହ ମିଶି ରହିବାକୁ ଇଚ୍ଛା କରୁଥିବା ଅଞ୍ଚଳ ଏବଂ ବ୍ରିଟିଶ ଶାସନାଧୀନ ଅଞ୍ଚଳକୁ ନେଇ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରସଂଘ କରେଇବା। ଏହା ମଧ୍ୟ ଭାରତୀୟ ସମ୍ବିଧାନର ଏକ ଦୃଷ୍ଟି ଥିଲା। ପରବର୍ତ୍ତୀ ଭାରତୀୟ ସମ୍ବିଧାନର ଦୃଷ୍ଟି ହେଉଛି ପିଲାମାନେ ଭାରତ ଶାସନର ସମସ୍ତ କ୍ଷମତା ଭାରତୀୟମାନଙ୍କ ଠାରେ ରହିବ। ଏଠାରେ କହିବାକୁ ଗଲେ ପିଲାମାନେ ସମସ୍ତ କ୍ଷମତାର ଅଧିକାରୀ କେଉଁମାନେ ହେବେ? ଭାରତୀୟମାନେ ହିଁ ହେବେ। ପରବର୍ତ୍ତୀ ଭାରତୀୟ ସମ୍ବିଧାନର ଦୃଷ୍ଟି ହେଉଛି ପିଲାମାନେ ଭାରତୀୟମାନଙ୍କୁ ସମସ୍ତ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ। କେଉଁ କେଉଁ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ? ସାମାଜିକ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ରାଜନୈତିକ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ଅର୍ଥନୈତିକ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ନ୍ୟାୟ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ବୃତ୍ତି କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ବିଶ୍ୱାସ କ୍ଷେତ୍ରରେ ସ୍ୱାଧୀନତା ଦିଆଯିବ, ତା ସହିତ ଧର୍ମ କ୍ଷେତ୍ରରେ ମଧ୍ୟ ସ୍ୱାଧୀନତା ଦିଆଯିବ। ଭାରତୀୟମାନଙ୍କୁ ଏହି ସମସ୍ତ କ୍ଷେତ୍ରରେ ସ୍ୱାଧୀନତା ଦେବା ସଙ୍ଗେ ସଙ୍ଗେ ସମାନତାର ଅଧିକାର ମଧ୍ୟ ଦିଆଯିବ।
ଭାରତୀୟ ସମ୍ବିଧାନର ପରବର୍ତ୍ତୀ ଦୃଷ୍ଟିଟି ହେଉଛି ପିଲାମାନେ ଯଥେଷ୍ଟ ପରିମାଣର ନିରାପତ୍ତା ଦିଆଯିବ। କାହାକୁ ଯଥେଷ୍ଟ ପରିମାଣର ନିରାପତ୍ତା ଦିଆଯିବ? ସଂଖ୍ୟାଲଘୁ। ଭାରତରେ ଯେଉଁମାନଙ୍କର ସଂଖ୍ୟାଲଘୁ ମାନେ ବହୁତ କମ୍ ପରିମାଣର ଅଛନ୍ତି ସେମାନଙ୍କୁ ନିରାପତ୍ତା ଦିଆଯିବ। ତା ସହିତ ଦଳିତମାନଙ୍କୁ ଦିଆଯିବ। ତା ସହିତ ପିଲାମାନେ ଯେଉଁମାନେ ଭାରତରେ ଅବହେଳିତ ହୋଇ ଅଛନ୍ତି ସେମାନଙ୍କୁ ମଧ୍ୟ ନିରାପତ୍ତା ଦିଆଯିବ। ତା ସହିତ ଭାରତରେ ଯେଉଁ ଆଦିବାସୀମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଯଥେଷ୍ଟ ପରିମାଣରେ ନିରାପତ୍ତା ଦିଆଯିବ। ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟି ଭାରତୀୟ ସମ୍ବିଧାନର। ଭାରତୀୟ ସମ୍ବିଧାନର ପରବର୍ତ୍ତୀ ଦୃଷ୍ଟିଟି ହେଉଛି ପିଲାମାନେ ଭାରତର ସୀମାକୁ ସୁସଂହତ ଓ ସୁରକ୍ଷିତ କରି ରଖିବା। ପରବର୍ତ୍ତୀ ଦୃଷ୍ଟିଟି ହେଉଛି ପିଲାମାନେ ମାନବ ଜାତିର କଲ୍ୟାଣ କରିବା। ଏବଂ 11 ନମ୍ବର ପଏଣ୍ଟ ହେଉଛି ଭାରତୀୟ ସମ୍ବିଧାନର ଦୃଷ୍ଟି ମଧ୍ୟରୁ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା। ଏହି ଭିଡ଼ିଓରେ ଆଜି ଆମେ ଜାଣିଲେ ଭାରତୀୟ ସମ୍ବିଧାନର ଦୃଷ୍ଟି ବିଷୟରେ। ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ୟୁନିଟ୍ 5ର ଏକ ଟପିକ୍ ଅଟେ ଏହା। ଏହି ଭାରତୀୟ ସମ୍ବିଧାନର ଦୃଷ୍ଟି ତୁମର ଆନୁଆଲ୍ ଏକ୍ଜାମରେ 3 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।